ଦୁଃଖ କରେ। ତା ଆଖିରେ ଜମି ଆସେ ବିନ୍ଦୁ ବିନ୍ଦୁ ଅଶ୍ରୁ। ଛି, ଏତେ ଅମଙ୍ଗଳ କଥା କହିବନି ଆଉ କେବେ। ମୁଁ ତୁମକୁ ଭଲ ପାଏ। ମୁଁ ତୁମ ପାଖକୁ ଆସିଥିଲି ଆତ୍ମନିବେଦିତା, ଠିକ୍ ଝଡ଼ରେ ଆହତ ଭୀରୁ କପୋତି ପରି। ତୁମେ କେଡ଼େ ସୁନ୍ଦର, କେଡ଼େ ଶକ୍ତ ତୁମର ମାଂସପେଶୀ, କି କ୍ଷିପ୍ର ତୁମର ଗତି, ଆଉ କି ଚଞ୍ଚଳ ତୁମ ଦୁଇଟା ଚପଳ ଚତୁର ନୟନ। ତୁମର ଶିକାର ମୋର କ୍ଷମତା କାହିଁକି କଳ୍ପନାରେ ବି ବାହାରେ। ମୁଁ ତୁମ ପାଖରେ ପରାଜିତା। ନମସ୍କାର, ଶ୍ରୁତି ସାହିତ୍ୟକୁ ଆପଣମାନଙ୍କୁ ସ୍ୱାଗତ। ଆଜି ଶୁଣିବା ଅଖିଳମୋହନ ପଟ୍ଟନାୟକଙ୍କର ଏକ ସୁନ୍ଦର ଗଳ୍ପ, ଝଡ଼ର ଇଗଲ ଉଦ୍ଧରଣୀର କୃଷ୍ଣେଶ୍ୱର। ଆସନ୍ତୁ ଆରମ୍ଭ କରିବା କପଟି। ମଧ୍ୟ କାର୍ତ୍ତିକର ଗୋଟିଏ ଶୀତ ନୀରବ ସନ୍ଧ୍ୟା। ପୃଥିବୀ ବୁକୁରେ ବିସ୍ତୀର୍ଣ୍ଣ ଗାଲିଚା ପରି ପଡ଼ି ରହିଛି ସବୁଜ ନିର୍ଜନ ପ୍ରାନ୍ତର, ଅତି ନିର୍ଜନ ଅଥଚ ପ୍ରାଣବାନ। ପ୍ରାନ୍ତରର ପଶ୍ଚିମ ଉପକଣ୍ଠରୁ ଏବେ ମଧ୍ୟ ସୂର୍ଯ୍ୟର ଶେଷରାଗ ଲିଭିଯାଏ ନାହିଁ ସମ୍ପୂର୍ଣ୍ଣ। ସେଇ କ୍ରମ ମ୍ଳାନବତୀ ସନ୍ଧ୍ୟାରେ ନିଜର ଆସ୍ତରଣ ଛାଡ଼ି ମୁଣ୍ଡ ଟେକିଲା କୃଷ୍ଣସାରଟିଏ। ମୁହୂର୍ତ୍ତେ କୃଷ୍ଣସାର ଲୋମ କୁପେ କୁପେ ଛାଇଗଲା ସୁବର୍ଣ୍ଣ, ତାପରେ ଗଲା ନିଭି। କୃଷ୍ଣସାର ସବଳ ସଜୀବ କୃଷ୍ଣସାର। ଅଙ୍ଗେ ଅଙ୍ଗେ ତାର ଆଦ୍ୟ ଯୌବନର ନୂତନ ଆଗମନୀ, ଅଥଚ କିପରି ନିଷ୍ପ୍ରଭ, ମ୍ଳାନ ଆଉ ଭଗ୍ନ ମନୋରଥ। କୃଷ୍ଣସାର ମୁଖ ଫେରାଇଲା ପୂର୍ବ ନଭକୁ, ଯେପରି କାହାର ପ୍ରତୀକ୍ଷାରେ କେହି ନାହିଁ। କୃଷ୍ଣସାରର ଯୁଦ୍ଧ ଏବେ ମଧ୍ୟ ଆସିନାହିଁ ଶସ୍ୟ ଆହରଣ ପାଇଁ। ତଥାପି ଅନେକ ଡେରି। ସୂର୍ଯ୍ୟ ଗଲାଣି ଲିଭି ପ୍ରାୟ, ଅଥଚ ଆଜିର ଏ ଚନ୍ଦ୍ରୋଦୟ ବିଳମ୍ବିତ କାହିଁକି? ଶିଶିର ପଡ଼ି ଆସିଲାଣି। ଘାସରେ ପାଦ ପକାଇ ଚାଲିଲେ ଏଇ ମୁହୂର୍ତ୍ତଟା ଅତି କରୁଣ ମନେ ହୁଏ। ଓଃ, ଅତି କରୁଣ, ଯେପରି ସମଗ୍ର ପୃଥିବୀ ନୀରବରେ ବିଳାପ କରି ଉଠୁଛି। ଶିଶିର ସିକ୍ତ ଏ ସର୍ବଂସହ ଧରଣୀ ଦିଗନ୍ତ ଘେରି ନୀରବତାର ହାହାକାର। ସୂର୍ଯ୍ୟର ସତ୍ତା ଲୁପ୍ତ ପ୍ରାୟ, ଅଥଚ ତ୍ରୟୋଦଶୀ ଶଶୀ ଅନାଗତ। ଅତି କରୁଣ ଏ ମୁହୂର୍ତ୍ତ, ଅତି ପୀଡ଼ିତ କରେ ଏ ମୌନବତୀ ଭୀରୁ ସନ୍ଧ୍ୟା। ଠିକ୍ ଏଇ ମୁହୂର୍ତ୍ତରେ ଚକ୍ରପାକର ଛାତି ଫାଟେ। ଉପରକୁ ଦୃଷ୍ଟିକ୍ଷେପ କଲା କୃଷ୍ଣସାର। ଇଗଲ ଆସ୍ତେ ଆସ୍ତେ ଚକାଭଉଁରେ ଖେଳି ଆସୁଛି ତଳକୁ, ନିହାତି ପାଖରେ। ଏଇ ଇଗଲ ବୃହତ୍ ଅଥଚ ସୁନ୍ଦର। ଆକାଶର ଧାରେ ଧାରେ ଉଡ଼ି ବୁଲେ ଏଇ ଇଗଲ, ଆଉ ଶିକାର କରେ। କୃଷ୍ଣସାର ଏଇ ମାଟିର ଧରଣୀରୁ ସବୁ ସମୟରେ ଲକ୍ଷ୍ୟ କରିଛି ଇଗଲକୁ ଅନେକ ଦିନ ଧରେ। ଆଃ, ଇଗଲ କି ସୁନ୍ଦର! ଦୁଇଟା ମୁକ୍ତ ପକ୍ଷାଘାତରେ ସେ ପବନ ପହଁରିଯାଏ ଅନାୟାସରେ। ଇଗଲ ଯେପରି ଝଞ୍ଜାର ଅଗ୍ରଦୂତ। ସକାଳ ଓ ସନ୍ଧ୍ୟା ସେ ବୁଲେ ଆଉ ବୁଲେ। ଇଗଲ ମଧ୍ୟ ଅନେକ ଦିନ ଧରି ଲକ୍ଷ୍ୟ କରେ ମାଟିର ଏଇ କୃଷ୍ଣସାରକୁ। ଅତି ସୁନ୍ଦର ଏଇ ଦୀର୍ଘକାୟ କୃଷ୍ଣସାର। କି ଚଞ୍ଚଳ! ଘୂର୍ଣ୍ଣି ବେଗରେ ସେ ଛୁଟି ପଡ଼େ ନିଜକୁ ପୃଥିବୀର ଶ୍ୟାମଳିମା ସହିତ ଏକାକାର କରିଦିଏ। କି ସୁନ୍ଦର କୃଷ୍ଣସାରର ଆକଣ୍ଠ ଲମ୍ବିତ ଦୁଇଟି ଲୋଚନ! କି ଭୟଙ୍କର ତର ମୋଟା ମୋଟା ଶିଙ୍ଗ ଗୁଡ଼ାକ! ପୁରୁଷର କି ସୌଷ୍ଠବ, ଅଥଚ କେତେ ନିରୀହ, କେତେ ଶାନ୍ତ ସେ! ମର୍ମସ୍ପର୍ଶୀ ତାର ନୀରବ କରୁଣ ପ୍ରତୀକ୍ଷା। ଏଇ ଇଗଲ ଆସିଗଲା ଖୁବ୍ ନିକଟକୁ। ସିଧା ଆସି ସେ ବସି ପଡ଼ିଲା କୃଷ୍ଣସାର ପାଖରେ। କୃଷ୍ଣସାର ମଧ୍ୟ ଅଭିନନ୍ଦନ ଜଣାଇଲା। ତାପରେ ହଠାତ୍ କୃଷ୍ଣସାର ଛଳନା କରି ପଚାରେ, ତୁମେ ଏ ଧରଣୀରେ ଇଗଲ? ଇଗଲ କହେ, ନା, ଅତି କ୍ଳାନ୍ତ ଲାଗିଲା ଏ ଉଡ଼ି ବୁଲିବା। ତା ଛଡ଼ା ମୋର ଗୋଟିଏ ଡେଣା ଜଖମ ହୋଇଯାଇଛି ଝଡ଼ରେ। କୃଷ୍ଣସାର ଭାବପ୍ରବଣ ହୋଇ ଉଠେ। ସତରେ ଇଗଲ, ତୁମେ ପୃଥିବୀକୁ ଆସିଛ? ଓଃ, ଏତେ ଦିନର ପ୍ରତୀକ୍ଷା! ମୁଁ ଭାରି ଭଲ ପାଏ ତୁମକୁ। କୃଷ୍ଣସାର, ମୁଁ ବି। ଅତି କ୍ଳାନ୍ତ ମୁଁ। ଇଗଲ ଅତି ଅସ୍ପଷ୍ଟ ଭାବରେ ପ୍ରକାଶ କରେ ନିଜକୁ, ଆଉ ଆସ୍ତେ ଆସ୍ତେ ଦୁଇଟି କ୍ଷୁଦ୍ର ପାଦରେ ଲମ୍ପ ଦେଇ କୃଷ୍ଣସାର ଦେହକୁ ଆଉଜି ଆସେ। କରୁଣ ସନ୍ଧ୍ୟା ଉତ୍ତୀର୍ଣ୍ଣ ହୋଇଯାଇଛି। ଆକାଶରେ ଅନେକ ଦୂର ଉଠି ଆସିଛି ଚନ୍ଦ୍ର। ତରଳ ରୂପାରେ ଧୋଇ ହୋଇଯାଉଛି ଇଗଲର କୋମଳ ଶରୀର, ଆଉ କୃଷ୍ଣସାରର ଦେହେ ଦେହେ ଖାଲି ରୂପା ଆଉ ରୂପା। ଦୁହିଁଙ୍କ ଆଖିରେ ନୀରବ ଅଶ୍ରୁ। କିନ୍ତୁ କାହିଁକି ଏ ଅହେତୁକ ଅଶ୍ରୁର ଦରଦୀ ପ୍ଲାବନ? କୃଷ୍ଣସାର ତାର ଈଷତ୍ ଦୀର୍ଘ ମୁହଁଟି ନେଇ ଆସ୍ତେ ଆସ୍ତେ ଇଗଲ କୋମଳ ପର ଉପରେ ରଖେ ଆଉ କହେ, ତୁମେ ଅତି କୋମଳ ଇଗଲ। ଇସ୍, ଝଡ଼ର ପକ୍ଷୀ ଅଥଚ ଏତେ କୋମଳ! ଇଗଲ ତୃପ୍ତିରେ ଚକ୍ଷୁ ତାରକା ଦୁଇଟି ମୁଦ୍ରିତ କରି ଆଣେ କେବଳ। କିଛି ଦିନ ବିତିଯାଏ। କୃଷ୍ଣସାର ପଚାରେ, ତୁମେ ଆଗରୁ କେବେ ପୃଥିବୀକୁ ଆସିଥିଲ? ଇଗଲ କହେ, ଅନେକ ଥର ଆସିଛି, ଅନେକ ଥର। ଶିକାର କରିବା ପ୍ରବୃତ୍ତିଟା ଯେପରି ମୋର ନିହାତି ରକ୍ତଗତ। ଆକାଶରେ ଉଡ଼ୁ ଉଡ଼ୁ ଯେତେବେଳେ ଦେଖେ ନିରୀହ ମେଷଯୁକ୍ତ ତୃଣ ସନ୍ଧାନରେ ବାହାରନ୍ତି, ଆନନ୍ଦରେ ନାଚି ଉଠେ ମୁଁ। ତାପରେ ନିହାତି ଗୋଟାଏ ହିଂସ୍ର ଆନନ୍ଦରେ ଘୁରି ଘୁରି ମୁଁ ଓହ୍ଲେଇ ଆସେ ପୃଥିବୀ ଉପରକୁ। ଆଉ ଏ ନଖ ଦେଖୁଛ? କେତେ ତୀକ୍ଷ୍ଣ ଓ ଶିକାରୀ ନଖ! ଏଇ ନଖରେ ଅନେକ ଅନେକ କୋମଳ ମେଷ ଶିଶୁ ମୁଁ ଝାମ୍ପି ନେଇ ଉଡ଼ି ଯାଇଛି ଉପରକୁ। ସେ ପାହାଡ଼। ଇଗଲ ଆଉ କହିପାରିଲା ନାହିଁ।
କେବଳ ଆଖି ଦୁଇଟାକୁ ଧୀରେ ଧୀରେ ଛୋଟ କରି ଆଣି ଅନେଇ ରହିଲେ ସେ ପାହାଡ଼ ଚୂଡ଼ାକୁ। ତୁଙ୍ଗଗିରି ଚୂଡ଼ା, ତା ଉପରେ ନୀଳ ଆକାଶର ଧୂସର ବାଦଲ ଲହଡ଼ା ମାରୁଛି। କୃଷ୍ଣେଶ୍ୱର ବି ଅନେଇ ରହି ସ୍ଥିର ଦୃଷ୍ଟିରେ। କିଛି ସମୟ ପରେ କୃଷ୍ଣେଶ୍ୱର ପ୍ରକୃତିସ୍ଥ ହୋଇ ପଚାରେ, ତାପରେ ତାପରେ ଇଗଲ ପ୍ରକୃତିସ୍ଥ ହୁଏ। ତାପରେ ମୁଁ ସେଇ ନିର୍ବୋଧ ନିରୀହ ମେଷ ଶିଶୁକୁ ନେଇ ଉଡ଼ିଯାଏ ସେହି ପାହାଡ଼ର ଚୂଡ଼ାକୁ। ଏଇ ନଖରେ ସେମାନଙ୍କର ଛାତି ଚିରେ, ସେମାନଙ୍କର ଉଷ୍ମ ରକ୍ତସ୍ରୋତରେ ନିଜର ଥଣ୍ଟ ବୁଡ଼େଇ ଦେଇ ଆକଣ୍ଠ ପାନ କରେ। ଭାରି ଭଲ ଲାଗେ ସେମାନଙ୍କ ଲୁଣି ଲହୁ, ବଡ଼ ତୃପ୍ତି ଦିଏ ସେମାନଙ୍କର ନରମ ମାଂସ। ଉତ୍ତେଜିତ ହୋଇ ଉଠେ ଇଗଲ। କିପରି ଗୋଟାଏ ହିଂସ୍ର ଆନନ୍ଦରେ ତାର ପରଗୁଡ଼ାକ ଫୁଲି ଉଠନ୍ତି ଭୟାନକ ଭାବରେ। ବିସ୍ଫାରିତ ଆଖି ଦୁଇଟାରେ ସେ ଚାହିଁ ରହେ କେବଳ। ଅଥଚ ନିରୀହ କୃଷ୍ଣେଶ୍ୱର ଆଶ୍ୱସ୍ତିର ନିଶ୍ୱାସ ନିଏ, ଯେପରି ସେ ଅନୁଭବ କରିପାରୁନାହିଁ, ସମର୍ଥନ କରିପାରୁନାହିଁ ହିଂସ୍ର ଆନନ୍ଦ। ତଳକୁ ଅନାଏ, ତଳେ ସବୁଜ ତୃଣର ମଦୁଆ ଗନ୍ଧ, ମାଟିର ମାତାଲ ନିଶା। ଏଇ ପୃଥିବୀ। ଓଃ, କୃଷ୍ଣେଶ୍ୱର ଏତେ ଭଲ ପାଏ ଏଇ ପୃଥିବୀକୁ। କୃଷ୍ଣେଶ୍ୱର ହସେ, ଛଳନା କରେ। ତାହାହେଲେ ଏଥର ମୋତେ ବୋଧହୁଏ ଶିକାର କରିବାକୁ ଆସିଥିଲ ତମେ? ଦୁଃଖ କରେ ଇଗଲ। ତା ଆଖିରେ ଜମି ଆସେ ବିନ୍ଦୁ ବିନ୍ଦୁ ଅଶ୍ରୁ। ଛି କୃଷ୍ଣେଶ୍ୱର, ଏତେ ଅମଙ୍ଗଳ କଥା କହିବନି ଆଉ କେବେ। ମୁଁ ତୁମକୁ ଭଲ ପାଏ। ମୁଁ ତୁମ ପାଖକୁ ଆସିଥିଲି ଆତ୍ମନିବେଦିତା, ଠିକ୍ ଝଡ଼ରେ ଆହତ ଭୀରୁ କପୋତୀ ପରି। ତା ଛଡ଼ା କୃଷ୍ଣେଶ୍ୱର, ତୁମେ କେଡ଼େ ସୁନ୍ଦର, କେଡ଼େ ଶକ୍ତ ତୁମର ମାଂସପେଶୀ, କି କ୍ଷିପ୍ର ତୁମର ଗତି, ଆଉ କି ଚଞ୍ଚଳ ତୁମ ଦୁଇଟା ଚପଳ ଚତୁର ନୟନ। ତୁମର ଶିକାର ମୋର କ୍ଷମତା କାହିଁକି କଳ୍ପନାରେ ବି ବାହାରେ। ମୁଁ ତୁମ ପାଖରେ ପରାଜିତା। କୃଷ୍ଣେଶ୍ୱର ତାର ନରମ ମୁହଁରେ ଇଗଲର ଲୁହ ପୋଛିଦିଏ। ଏକା ସାଙ୍ଗରେ ରହନ୍ତି ଇଗଲ ଓ କୃଷ୍ଣେଶ୍ୱର। ସ୍ନେହର ପୀଡ଼ାରେ ପରସ୍ପର ନିକଟରୁ ନିକଟତର ହୋଇ ଆସନ୍ତି। କୃଷ୍ଣେଶ୍ୱର ଆଉଁସି ଦିଏ ଇଗଲର କୋମଳ ପର, ଆଉ ଇଗଲ ଫୁଲି ଫୁଲି କାନ୍ଦେ କେବଳ କୃଷ୍ଣେଶ୍ୱରର ଏ ଅନୁଭୂତି ସ୍ନେହରେ। ଇଗଲ କେବଳ ମର୍ମେ ମର୍ମେ ଅନୁଭବ କରେ ଏ ନିବିଡ଼ ସାନ୍ଦ୍ର ସ୍ନେହ। ଲୋମ କୁପେ କୁପେ ସେ ରୋମାଞ୍ଚ ପାଏ। କେବେ କେଉଁ କରୁଣ ଅପରାହ୍ନରେ କୃଷ୍ଣେଶ୍ୱର କହେ, ଇଗଲ, ତୁମେ ସହିପାରିବନି ମୋର ଏ ସ୍ନେହ। ଇଗଲ ନୀରବ ରହେ, ଆଖିରେ ସେ ଅହେତୁକୀ ଅଶ୍ରୁ। ଇଗଲର ଯୁଦ୍ଧ ଆସି ଆକାଶ ଛାଇ ଦିଅନ୍ତି ଝଡ଼ର ପାଞ୍ଚଜନ୍ୟ ନିନାନ କରି ଆପେ ଆପେ ହସନ୍ତି ଓ ବିଦ୍ରୂପ କରି ଧଣୀର ଇଗଲକୁ। କୁହନ୍ତି ଆଶ୍ଚର୍ଯ୍ୟ, ଝଡ଼ର ଇଗଲ ପୁଣି ଯେ ପୃଥିବୀର କୃଷ୍ଣେଶ୍ୱର ଭୁଜବଲ୍ଲରୀ ଭିତରେ। ହାୟ ମାଂସାଶୀ ଇଗଲ ପୁଣି ଯେ କୃଷ୍ଣେଶ୍ୱର ସହିତ ତୃଣଭୁକ୍। ବିଦ୍ରୂପର କ୍ଲେଶ ଅତୀତ ହୋଇଯାଏ। ନାଚି ନାଚି ଆସନ୍ତି ଶସ୍ୟ କାଙ୍ଗାଳ କୃଷ୍ଣେଶ୍ୱରର ଯୁଦ୍ଧ ସବୁଜ ପୃଥିବୀ ଉପରେ। ବିଦ୍ରୂପ କରନ୍ତି କୃଷ୍ଣେଶ୍ୱରକୁ। ବେଳେ ବେଳେ ସହାନୁଭୂତିର ସ୍ୱରରେ କୁହନ୍ତି, ହାୟ କୃଷ୍ଣେଶ୍ୱର, ଅକୁର ଚିତ୍ତରେ ଢାଳି ଦେଉଛ ତମର ଭଲ ପାଇବା, ବିଶେଷ କରି ଦେଉଛ ତୁମର ଶକ୍ତି, ତୁମର ପ୍ରତିଭା, ତୁମର ଯୌବନ ଗୋଟାଏ ମଶାଣି ଆଲୁଅ ପଛରେ। ଆହତ ସେ ଝଡ଼ର ଇଗଲ ପୃଥିବୀରେ ଓହ୍ଲେଇଛି ପୁଣି ଯିବ ଉଡ଼ି। ଶିକାରୀ ଇଗଲ, ଝଡ଼ର ଇଗଲ, ଏ ବିଦ୍ରୂପ ବିନ୍ଦେ ଦୁହିଁଙ୍କୁ। ଆହତ ହୁଅନ୍ତି ଉଭୟେ। କୃଷ୍ଣେଶ୍ୱର କୁହେ, ନା ଇଗଲ, ଶୁଣ ନାହିଁ ଏମାନଙ୍କର କଥା। ଏମାନେ ଭ୍ରାନ୍ତ, ଏମାନେ ଆମର ଶତ୍ରୁ। ଏମାନେ ଈର୍ଷା କରନ୍ତି ଆମର ଏ ଭଲ ପାଇବାକୁ। ସମ୍ଭବ ଆକାଶର ଇଗଲ ଓ ଧରଣୀର କୃଷ୍ଣେଶ୍ୱର ମଧ୍ୟରେ ଭଲ ପାଇବା? ସମ୍ଭବ, ନିଶ୍ଚୟ ସମ୍ଭବ। ତ୍ରସ୍ତ ଇଗଲ ଆଉଜି ଆସେ କୃଷ୍ଣେଶ୍ୱର ପଶମ କଅଁଳ ଦେହକୁ ଆଉ ଆସ୍ତେ କୁହେ, ହଁ ସମ୍ଭବ କୃଷ୍ଣେଶ୍ୱର। ଦିନ ବିତିଯାଏ, ଅନେକ ଦିନ। ଇଗଲକୁ ଭଲ ଲାଗେ ନାହିଁ ଏ ପୃଥିବୀ। ସେ କୃଷ୍ଣେଶ୍ୱର ପରି ଶୁଣିପାରେ ନାହିଁ ପୃଥିବୀର ସଙ୍ଗୀତ। ସେ ତୃପ୍ତି ପାଇପାରେ ନାହିଁ ତୃଣ ଭୋଜନ କରି। ଶିକାର କରିବା ପ୍ରବୃତ୍ତିଟା ଯେପରି ତା ଭିତରେ ଚେଇଁ ଉଠେ ବାରମ୍ବାର। ଇସ୍, ଯଦି ସେ ଥରେ ପାରନ୍ତା ଶିକାର କରି କୃଷ୍ଣେଶ୍ୱରକୁ। ହଉନା ବଳବାନ କୃଷ୍ଣେଶ୍ୱର, ହଉନା ତାର ଅତି ପ୍ରିୟ। ତଥାପି ଯଦି ସେ ଥରେ ପାରନ୍ତା। ଦିବା ସ୍ୱପ୍ନ ଦେଖେ ଇଗଲ। ସେ ନିଜେ ତାର ଶାଣିତ ନଖ ଗୁଡ଼ାକରେ କୃଷ୍ଣେଶ୍ୱରକୁ ଝାମ୍ପି ନେଇ ଚାଲି ଯାଉଛି ସେଇ ପର୍ବତ ଚୂଡ଼ାକୁ। ଅତର୍କିତରେ ଛାତି ଚିରି ସେ ପିଇ ଚାଲିଛି ଉଷ୍ମ ରକ୍ତ ପ୍ରବାହ। କି ତୃପ୍ତି, କି ଆନନ୍ଦ। ତାପରେ ନିରୀହ ମେଷ ଶିଶୁଙ୍କ କ୍ଷୁଦ୍ର ଉପେକ୍ଷିତ ଅସ୍ଥି ମେଳରେ ମିଶି ଏକାକାର ହୋଇଯାଉଛି କୃଷ୍ଣେଶ୍ୱରର ଅପେକ୍ଷାକୃତ ବୃହତ୍ତର ଅସ୍ଥି ରାଶି। ଇସ୍, ସେ କ'ଣ ଭାବୁଛି? ପୁଣି ଆଖିରେ ଭରି ଆସେ ଅଶ୍ରୁ। ଭୀଷଣ ଦ୍ୱନ୍ଦ୍ୱ। ସେ ଶିକାର ଚାହେଁ, ଅଥଚ କୃଷ୍ଣେଶ୍ୱର ତାର ଅତି ପ୍ରିୟ। ଦିନେ ହଠାତ୍ ଇଗଲ କୁହେ, କୃଷ୍ଣେଶ୍ୱର, ମୋତେ ଚାଲିବାକୁ ଖୁବ୍ କଷ୍ଟ ହେଲାଣି। ଦେଖୁନ ଆମ ଗୋଡ଼ ଗୁଡ଼ା କେତେ ଶୀର୍ଣ୍ଣ, କିନ୍ତୁ ମୋ ଡେଣା ଖୁବ୍ ଶକ୍ତ। କୃଷ୍ଣେଶ୍ୱର ହସି ହସି କୁହେ, ଭୟ କର ନାହିଁ ଇଗଲ, ମୋର ପିଠିରେ ବସ। ମୁଁ ତମକୁ ବହି ନେଇ ଯାଇପାରିବି ଚିର ଜୀବନ। ମୁଁ ତୁମକୁ ନେଇ ଯାଇପାରିବି ଏଇ ମୋର ଅତି ପ୍ରିୟ ଶିଳାରାଶି ଭିତରେ। ମୁଁ ତୁମକୁ ନେଇ ଡେଇଁ ଯାଇପାରିବି ଯେ କୌଣସି ପ୍ରଶସ୍ତ ଝରଣା। ଘୃଣାରେ ଇଗଲର ନାସିକା କୁଞ୍ଚିତ ହୋଇ ଆସେ। ନା,
ସେ କାହା ଉପରେ ନିର୍ଭର କରି ଚଳିପାରିବ ନାହିଁ। ସେ ବଞ୍ଚି ପାରିବ ନାହିଁ ପରାଙ୍ଗପୁଷ୍ଟ ହୋଇ। ତାକୁ ଉଡ଼ିଯିବାକୁ ହବ ସେ ଝଡ଼ର ଇଗଲ, ଶିକାରୀ ଇଗଲ। ଇଗଲକୁ ଇଛି କଣ କହିବେ ସମସ୍ତେ? ତୁମର ପକ୍ଷ ନାହିଁ ମୁଁ ଜାଣେ, କିନ୍ତୁ ଯଦି ଉଡ଼ିବାକୁ ଚାହଁ ଆସ, ମୋର ମଧ୍ୟ ଅଛି ଅଶେଷ ଶକ୍ତି। ମୁଁ ତୁମକୁ ମୋର ପକ୍ଷରେ ନେଇଯିବି। ଉଡ଼ିବା ଆକାଶରେ। କି ସୁନ୍ଦର ସେ ସୁନୀଳ ଆକାଶ, ମିଶିଯିବା ଗୋଟିଏ ବିନ୍ଦୁ ହୋଇ। ତାପରେ ଆସିବ ଝଡ଼, ଆଉ ସେ ଝଡ଼ର ମଦ ପିଇବା ଉଭୟେ। କୃଷ୍ଣସାର କୁହେ, ନା, ଏଇ ଧରଣୀରେ ରହିବା ଇଗଲ। କି ସୁନ୍ଦର ଏ ସବୁଜ ଧରଣୀ, ମଧୁଆ ଏ ମାଟିର ଗନ୍ଧ, ଏଇ ପାହାଡ଼ର ବିଚିତ୍ର ଶିଳାରାଶି, ସ୍ୱଚ୍ଛ ଝରଣାର ପାଣି, କି ଚମତ୍କାର ଏ ଧରଣୀର ସଙ୍ଗୀତ। ହାୟ, ଇଗଲ ସହିତ କୃଷ୍ଣସାର ଉଡ଼ିପାରେ ନାହିଁ, ବା କୃଷ୍ଣସାର ସହିତ ଇଗଲ ଚାଲିପାରେ ନାହିଁ। ଏତିକି ଗପ ଗପଟାକୁ ଟେବୁଲ ଉପରେ ପକାଇ ଦେଇ ଯାଇଥିଲି ବାହାରକୁ। ଫେରିଲା ବେଳକୁ ପ୍ରାୟ ସନ୍ଧ୍ୟା ଆସି ଘରର ସୁଇଚଟାକୁ ଚଳାଇ ଦିଏ ତ କାଉଚ୍ ଉପରେ ହାତରେ କପଟାକୁ ଧରି ବସି ରହିଛି ସୁଜାତା। ସୁଜାତା, ମୁଁ ଆଶ୍ଚର୍ଯ୍ୟ ହୋଇଗଲି ଏକାବେଳକେ। ଏଇ ସୁଜାତା ଯେ ମୋ ପାଖକୁ ରାଗରେ ଆଉ ଘୃଣାରେ ଘରକୁ ଆସିବା ଦୂରେ ଥାଉ, ଚିଠି ମଧ୍ୟ ଦିଏ ନାହିଁ। ସେଇ ସୁଜାତା ପୁଣି ଏଠି, ପୁଣି ମୋର ଅନୁପସ୍ଥିତିରେ। ସୁଜାତା କୁହେ, ଏଟା ତାର ଅଭିମାନ। ସେ ଦୂରରୁ ରହି ମତେ ଅନୁଭବ କରିବାକୁ ଚାହେଁ। କିନ୍ତୁ କି କ୍ରୂର ଏ ଅଭିମାନ, କି ନିଷ୍ଠୁର ଏ ସଚେତନ ଅବହେଳା। ଛାଡ଼, ନିଜର ଭାବନାକୁ ଗୋପନ ରଖି ହଠାତ୍ ହସେ କହିଲି, ଚା ଖାଇବ ସୁଜାତା? ହଁ। ଚା ପିଆଲାରୁ ମୁହଁ ଫେରାଇ ସୁଜାତା କହିଲା, ତାପରେ ଲେଖକ କେବେ ଆପଣଙ୍କ କୃଷ୍ଣସାର ଉଡ଼ି ଶିଖିବ ବା ଇଗଲ ଚାଲି ଶିଖିବ? ମୁଁ କହିଲି, ନା, ସେମାନେ ସେହିପରି ରହିଯିବେ। ତୀର୍ଯ୍ୟକ୍ ଦୃଷ୍ଟି ଫେରାଇ ସୁଜାତା କହିଲା, ଇଗଲର ମନୋବୃତ୍ତି ଆପଣ ଲକ୍ଷ୍ୟ କରିଛନ୍ତି କେତେଦିନ ଧରି? ସଂକ୍ଷେପରେ କହିଲି, ପ୍ରୟୋଜନ ନାହିଁ, ତଥାପି କହୁଛି। ମୁଁ ଇଗଲର ହିଂସ୍ର ପ୍ରବୃତ୍ତି ଅନେକଟା ମରି ଆସିଲାଣି। ମୁଁ ଅନେକ ସମୟ ନୀରବ ଥିଲି। ଖାଲି ଚା କପ୍ ଥୋଇ ଦେଇ ଚାଲିଗଲା ବେଳକୁ କେବଳ କହିଲା, ଅନ୍ୟାୟ ହବ ଲେଖକ। ସେମାନେ ପରସ୍ପରକୁ ଏତେ ଭଲ ପାଉଥିଲେ, ତାର ଅନ୍ତତଃ ଗୋଟାଏ କିଛି ସମାଧାନ ଆପଣ କରିବା ଉଚିତ। ହୁଏତ ଦେବି, ମୁଁ କହିଲି। ସୁଜାତା ଗଲାବେଳେ କେବଳ କହିଗଲା, ଆଶାକରେ ସମାଧାନ କରିବେ। ପୁଣି ଗପଟାକୁ ପଢ଼ାଇବାକୁ ବସିଲି। ତାପରେ ଆଉ ପାରିଲା ନାହିଁ ଇଗଲ। ଶିକାର ପ୍ରବୃତ୍ତି ତା ଭିତରେ ଚେଇଁ ଉଠିଲା ବାରମ୍ବାର। ତାକୁ ଯିବାକୁ ହେବ। ଦିନେ କୃଷ୍ଣସାରର ଅଜାଣତରେ ଇଗଲ ଯାଉଛି ଉଡ଼ି। କୃଷ୍ଣସାର ଉପରକୁ ଚାହିଁଲା। ଇଗଲ ପ୍ରାୟ ଅର୍ଦ୍ଧ ଆକାଶରେ। ତାର ମନେ ହେଲା ଯେପରି ଇଗଲ ଉଡ଼ି ଉଡ଼ି ତାକୁ ଉପହାସ କରିଯାଉଛି, ହାଣି ଦେଇ ଯାଉଛି ଶାଣିତ ବ୍ୟଙ୍ଗ। ବାରମ୍ବାର ସେ ତିକ୍ତ ଶ୍ଲେଷ। ତୁମେ ହାରିଗଲ କୃଷ୍ଣସାର, ତୁମେ ହାରିଗଲ। ମୁଁ କିନ୍ତୁ ଝଡ଼ର ଇଗଲ, ଝଡ଼ରେ ଯାଉଛି ମିଶି। ତାପରେ ବିତିଗଲା ଅନେକ ଦିନ। ଇଗଲ ମନେ ହୁଏ ଝଡ଼ରେ ଅନେକ ସମୟ ଯୁଦ୍ଧ କରି ଆନନ୍ଦ ପାଇଲା। ଆହୁରି ଅନେକ ନିରୀହ ମେଷ ଶିଶୁ ବୋଧହୁଏ ଶିକାର କଲା। ବେଳେବେଳେ କିଏ ଜାଣେ, ହୁଏତ ଇଗଲ ଭାବୁଥିବ, ହାୟ କୃଷ୍ଣସାର, ତୁମକୁ ଯାହା ମୁଁ ଶିକାର ନ କରିପାରିଲି। ଇଗଲ ପୁଣି ଦିନେ କ୍ଳାନ୍ତ ହୋଇ ପଡ଼ିଲା। ଧରଣୀର ସବୁଜିମା ଯେପରି ତାକୁ ହାତଠାରେ ଇସାରା କଲା। ଝଡ଼ର ଇଗଲ, ଝଡ଼ ଭିତରେ ସବୁ ମିଳିପାରେ ନାହିଁ, ତୁମେ ଫେରିଆସ। ଇଗଲ ଓହ୍ଲେଇଲା ଧରଣୀକୁ। କିନ୍ତୁ କୃଷ୍ଣସାର ସେତେବେଳକୁ ଯାଇଛି ମରି। ଇଗଲ ଦୁଃଖ କଲା, ନିଜକୁ କେତେ ଧିକ୍କାର କଲା। ଆପଣାର ଆତ୍ମଗ୍ଲାନିରେ ସେ କ୍ଷୀଣର କ୍ଷୀଣତର ହେବାକୁ ଲାଗିଲା। ଖାଲି ବସି ବସି ଅଶ୍ରୁ ଗଡ଼ାଇଲା କୃଷ୍ଣସାରର ସମାଧି ଉପରେ। ସେଦିନ ମଧ୍ୟ ସେହିପରି ବିଳମ୍ବିତ ଚନ୍ଦ୍ରୋଦୟ, ନୀରବ କରୁଣ ଶିଶିର ସିକ୍ତ ସନ୍ଧ୍ୟା। ଇଗଲ ଅତି ମନୋଯୋଗ ସହକାରେ ବସି ବସି ଭାବୁଛି ତାର କୃଷ୍ଣସାରକୁ। କେତେ ଭଲ ପାଉଥିଲା ତାକୁ ସେ। ତାର ମନେ ହେଲା ଯେପରି ସେ ଅଶ୍ରୁରେ ତିଳେ ତିଳେ ଜୀବନ୍ତ ହୋଇ ଉଠୁଛି କୃଷ୍ଣସାର। କିନ୍ତୁ ହାୟ, କୃଷ୍ଣସାର ଯାଇଛି ମରି। ଇଗଲ ସେଇଦିନ ପ୍ରଥମ କରି ଶୁଣିଲା ମାଟିର ବାଣୀ ଓ ଧରଣୀର ସଙ୍ଗୀତ। ଶେଷଥର ପାଇଁ ଅନୁଭବ କଲା କୃଷ୍ଣସାରର ନିବିଡ଼ ଚୁମ୍ବନ। କିନ୍ତୁ ଠିକ୍ ସେହି ମୁହୂର୍ତ୍ତରେ ଏକ ସୁନ୍ଦର ସୌଷ୍ଠବାନ୍ୱିତ କୃଷ୍ଣସାର ଆସ୍ତେ ଆସ୍ତେ ପାଲଟି ଯାଉଛି ଫସିଲ ମାଟିର କେଉଁ ନିଭୃତ ସ୍ତରରେ। ଦୀର୍ଘ ଦୁର୍ବୋଧ ଦେବତାର ଚୂଡ଼ାରେ କ୍ଷୀଣ ବଙ୍କିମ ଶଶିଲେଖା ଯେପରି ସ୍ଥିର ହୋଇଯାଇଛି ମୁହୂର୍ତ୍ତକ ପାଇଁ। ଏଇଠି ଶେଷ ହେଲା ଝଡ଼ର ଇଗଲ ଓ ଧରଣୀର କୃଷ୍ଣସାର। ଯଦି ଗପଟି ଆପଣଙ୍କୁ ଭଲ ଲାଗିଥାଏ, କମେଣ୍ଟ କରିକି ନିହାତି ଜଣାଇବେ। ଆଉ ଯଦି ଚ୍ୟାନେଲରେ ନୂଆ ଅଛନ୍ତି, ସବସ୍କ୍ରାଇବ କରିବାକୁ ଭୁଲିବେନି। ରହୁଛୁ, ନମସ୍କାର।